ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଗଣପର୍ବ ମକର ପାଇଁ ଏବେ ସବୁଠି ଉତ୍ସବ ଓ ଉତ୍ସାହର ମାହୋଲ। ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ନାଚ ଗୀତ ସହିତ ଜମୁଛି ଫୁଟବଲ ଖେଳର ମଜା। ଘସିପୁରା ବ୍ଲକ ଅନ୍ତର୍ଗତ ସାମୁକାନାଣ୍ଡି ପଞ୍ଚାୟତର ଜାମୁବାଳିଠାରେ ଆଦିବାସୀ ମାରଙ୍ଗଦାରେ କ୍ଲବ ପକ୍ଷରୁ 52ତମ ବାର୍ଷିକ ଉତ୍ସବ ବେଲୁଯାତ୍ରା ଉଦ୍ଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜାମୁବାହାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଜେନା, ସମ୍ମାନିତ ଅତିଥି ଭାବେ ଜାମୁବାହାଳି ପ୍ରଧାନ ଦୁଃଖିଆ ହେମ୍ରମ ଯୋଗ ଦେଇଥିବା ବେଳେ ଗ୍ରାମର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଏହି ଉତ୍ସବକୁ ଆଗକୁ କିପରି ବଡ଼ ଧରଣର କରାଯାଇପାରିବ ସେ ଉପରେ ଆଲୋଚନା କରିବା ସହ ଖେଳାଳି ଓ ଖେଳପ୍ରେମୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡ଼ା ଉତ୍ସବ ଦୀର୍ଘ 5 ଦିନ ଧରି ହେବା ବେଳେ ଫୁଟବଲ ଖେଳରେ ଜିଲ୍ଲା ତଥା ଜିଲ୍ଲା ବାହାରୁ 64ଟି ଟିମ୍ ଭାଗ ନେଇଥିବା ବେଳେ ଏହାକୁ ଦେଖିବା ପାଇଁ ହଜାର ହଜାର ଖେଳପ୍ରେମୀ ଓ ଦର୍ଶକଙ୍କ ଭିଡ଼ ଜମିଥାଏ। ବିଜ୍ଞାନ ଯୁଗରେ ଦୁର୍ଗମରେ ମଧ୍ୟ କ୍ରୀଡ଼ାକୁ ଆଦିବାସୀମାନଙ୍କର ଭଲ ପାଇବା ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ମକର ଅବସରରେ। ଆଜ୍ଞା ଏଇଟା ବହୁତ ଖୁସିର ଦିନ, ମାନେ ଆମେ 17/21 ପାଳନ କରୁଛୁ। ଏଇଟା ସମସ୍ତେ ଯେତିକି ବାହା ହେଇଛନ୍ତି ଆମ ଗାଁର, ମୋ ଭଉଣୀ ହଉ ମୋ ଝିଅ ହଉ ସମସ୍ତେ ବନ୍ଧୁବାନ୍ଧବ ଆସିକି ଏଠି ସମସ୍ତେ ନାଚିବେ ଗାଇବେ, ମାନେ ଖୁସିର ପରମ୍ପରା ଏଇଟା। ଆମେ ଏଇଟା ବଜାୟ ରଖିଛୁ କ'ଣ ପାଇଁ କି ଆମର ପୂର୍ବପୁରୁଷ ମାନେ ଆମକୁ ଏଇଟା ଦେଇକି ଯାଇଛନ୍ତି, ଆମେ ଏଇଟା ଛାଡ଼ି ପାରୁନୁ। ଏଇଟା ଆମର ଖାଲି ଭାଇଚାରାର ପର୍ବ, ଆଉ ସେଥିପାଇଁ ଆମେ ଏଇଟା ଆୟୋଜନ କରୁ। ସମସ୍ତେ ଆସନ୍ତି, ଆଉ ବନ୍ଧୁବାନ୍ଧବ ସମସ୍ତେ ଯେତିକି ଯୁଆଡ଼େ ହେଇଛନ୍ତି ସମସ୍ତେ ଆସନ୍ତି। ଭାଇଚାରାଟା ପର୍ବ ଏଇଟା। ଆୟୋଜନ ତ ଆମର ବହୁତ ପ୍ରକାର ହେଉଛି, କିନ୍ତୁ ଏଠି ବିଶେଷ କରି ଏଇଟା ହେଉଛି ଆମର କେନ୍ଦୁଝର ଜିଲ୍ଲାର ସବୁଠାରୁ ଆଦିବାସୀମାନଙ୍କର ମକର ମେଳା। କେନ୍ଦୁଝର ଜିଲ୍ଲାର ସବୁଠାରୁ ବଡ଼ ମେଳା କହିଲେ ଚଳେ। ଏଠି ଆମର ଯେଉଁ ବୁରୁଯାତ୍ରା କହିଲେ ପୂର୍ବପୁରୁଷରୁ ଆମର ଆସିଛି। ବୁରୁଯାତ୍ରା କହିଲେ ବହୁତ ବନ୍ଧୁବାନ୍ଧବ ମାନେ ଏଠି ମିଳନ ହୁଏ। ଯେଉଁମାନେ ବାହାରେ ଥାନ୍ତି ବନ୍ଧୁବାନ୍ଧବ ହଉ କିଏ ବାହାରକୁ ଯାଇଥାନ୍ତି ସମସ୍ତେ ଏହି ବୁରୁଯାତ୍ରା ଆମର ଯେଉଁ ଜାନୁଆରୀ 17ରୁ 21 ହେଉଛି କେନ୍ଦୁଝର ଜିଲ୍ଲାର ଜାମୁବାହାଳି, ଯେଉଁଟା ଆମର କହୁଛନ୍ତି ଆମର ଘସିପୁରା ବ୍ଲକ ଜାମୁବାହାଳି ସାମକାନାଣ୍ଡି ପଞ୍ଚାୟତ ଜାମୁବାହାଳିରେ ଅବସ୍ଥିତ ଏହି ବୁରୁଯାତ୍ରାଟି। ଏଠି ବହୁତ ଲୋକ ଉପସ୍ଥିତ ହୁଅନ୍ତି, ଆଉ ସମସ୍ତେ ଏଇଠି ଭେଟଘାଟ ହୁଅନ୍ତି। ଗୋଟେ କଥାରେ କହିଲେ ଏଇଟା ମିଳନର ଗୋଟେ ସ୍ଥଳୀ, ବନ୍ଧୁ ମିଳନର ଗୋଟେ ସ୍ଥାନ କହିଲେ ଚଳିବ। ଏଠି ସମସ୍ତେ ଦେଖା ହୁଅନ୍ତି, ଆଉ ଏଇଟା ଯେତେ ଦୂରରୁ ବି ବାହାରୁ ଆସନ୍ତି କିଏ କେବେ ଭେଟ ହେଇପାରନ୍ତି ନାହିଁ, କିନ୍ତୁ ଏଇଟା ସମସ୍ତେ ଆସିକି ଏଠି ମିଶନ୍ତି, ଆଉ ସବୁ ବନ୍ଧୁ ସବୁ ସାଙ୍ଗସାଥି ଏଠି ଦେଖା ହୁଏ। এটা ବହୁତ ବର୍ଷ କହିଲେ ବହୁତ ବର୍ଷରୁ ଚାଲି ଆସିଥିଲା, କିନ୍ତୁ ଆମର 52 ବର୍ଷ ପୂର୍ବର ରେକର୍ଡ ଯେଉଁଟା କହୁଛି ଆମେ ସେଇ ରେକର୍ଡଟା କହୁଛୁ, କିନ୍ତୁ ତା ପୂର୍ବରୁ ଚାଲିଥିଲା। ଯେହେତୁ ଆମର 52 ବର୍ଷର ରେକର୍ଡ ଆମ ଖାତାରେ ଥିଲା, ସେଇଠି ହିଁ ଆମେ 52 ବର୍ଷ ଏବେ ଲେଖୁଛୁ। ଆମର 64 ଟିମ୍କୁ ନେଇକି ଖେଳ ହେଉଛି। 64 ଟିମ୍କୁ 4 ଭାଗରେ ବିଭକ୍ତ କରାଯାଇଛି। ସେ ଗୋଟେ ଭାଗରେ ଗୋଟେ ଗ୍ରୁପରେ 16ଟା ଟିମ୍ ନେଇକି ପ୍ରତିଦିନ ଖେଳ ହୁଏ। ଆମର 4 ଦିନ ଫୁଟବଲ ଖେଳ ହୁଏ ଏବଂ 5 ଦିନ ବେଳକୁ ଫାଇନାଲ ହୁଏ। ଆଉ ସେଇଦିନ ଆମର ସବୁ ପ୍ରୋଗ୍ରାମ ଯେଉଁଟା ଆମର ଇଭେଣ୍ଟ ଯେଉଁଟା ରହୁଛି ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଆଉ ଦୌଡ଼ ପ୍ରତିଯୋଗିତା, ବାଲାନ୍ସ ରେସ୍, ଅନ୍ୟାନ୍ୟ ଆମର ଖେଳ ସବୁ ହେଉଛି। ଖେଳ ଏବଂ ମୌଜ ମସ୍ତି ଏଠି ହୁଏ। ଆୟୋଜନର ଉଦ୍ଦେଶ୍ୟ ଆମର এই যে গুরুযাত্রা যেটা কହୁছি, এটি গুরুযাত্রা কহিলে এটি ভগবানଙ୍କର ଗୋଟେ আশীর্বাদ রয়েছে। যে গুরুযাত্রারে নাচନ୍ତି ଆମର ଯେମିତି ମନ୍ଦିର ଯାଆନ୍ତି ସମସ୍ତେ ବ୍ରତ ପାଳନ କରିକି ଯାଆନ୍ତି, ଏଇଟା ମାନେ ଅଖିଆ ଆଉ ଗାଧୋଇ ପାରେ ଅଖିଆରେ ଯାଆନ୍ତି। କିନ୍ତୁ ଏଇଟା ଗୋଟେ ଏମିତି ସଞ୍ଜୀବନୀ ଜାଗା କହିଲେ ଚଳେ କି ଗୁରୁଯାତ୍ରା ଗୋଟେ ଏମିତି ସଞ୍ଜୀବନୀ ସ୍ଥଳ, ପୁଣ୍ୟସ୍ଥଳ। ଏଠି ସମସ୍ତେ ଗାଧୋଇ ପାଧୋଇକି ଖାଇ ପିଇକି ପିନ୍ଧି ଓଢ଼ିକି ନାଚିଦେଲେ ସେଇଠି ସେଟା ବର୍ଷ ସାରା ଆମର ପରିବାରରେ ଶାନ୍ତି ରହେ। ଏଇଟା ଆମର ଆଗରୁ ଚାଲି ଆସିଛି, ଆଉ ଲୋକଙ୍କର ବିଶ୍ୱାସ ଅଛି, ଆଉ ଏବେ ପର୍ଯ୍ୟନ୍ତ ବି ସେଇଟା ହୁଏ। ଏଠି କ'ଣ କି ଆମର ଯେଉଁ ନାଚନ୍ତି ଲୋକ ସେଠି ନାଚିଦେଲେ ମନସ୍କାମନା ପୂର୍ଣ୍ଣ ହୁଏ, ଆଉ ପରିବାରରେ ଶାନ୍ତି ରହେ। ଏଇଟା ହେଉଛି ଆଗରୁ ଚାଲି ଆସିଛି, ଏବେ ବି ଅଛି। କେନ୍ଦୁଝରରୁ ଅମୂଲ୍ୟ କୁମାର ଜେନାଙ୍କ ରିପୋର୍ଟ, ଖୋଲା ଖବର ଟିଭି।